ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। ଭାରତ ସମେତ ବନ୍ଧୁ ରାଷ୍ଟ୍ରଗୁଡ଼ିକୁ ହର୍ମୁଜ ପ୍ରଣାଳୀ ଦେଇ ଅତିକ୍ରମ ନିମନ୍ତେ ଅନୁମତି ଦେଲା ଇରାନ। ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଜୀବନାଦର୍ଶ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ବୋଲି ଶ୍ରୀରାମ ନବମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ କହିଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। G7 ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଯୋଗଦେବା ଲାଗି ଆଜିଠାରୁ ଦୁଇଦିନିଆ ଫ୍ରାନ୍ସ ଗସ୍ତରେ ଯାଉଛନ୍ତି ଡକ୍ଟର ଏସ୍ ଜୟଶଙ୍କର। ଆନ୍ଧ୍ରପ୍ରଦେଶରେ ବସ୍ ଦୁର୍ଘଟଣାରେ 13 ଜଣଙ୍କ ମୃତ୍ୟୁ, 22 ଆହତ ଏବଂ ଛତିଶଗଡ଼ରେ ଖେଲୋ ଇଣ୍ଡିଆ ଟ୍ରାଇବାଲ ଗେମ୍ସର ଦ୍ୱିତୀୟ ଦିନରେ ଆଜି ଛତିଶଗଡ଼ ଓ ପଶ୍ଚିମବଙ୍ଗ ମଧ୍ୟରେ ଫୁଟବଲ ପ୍ରତିଯୋଗିତା ଅମୀମାଂସିତ ଭାବେ ଶେଷ। ଇରାନ ବୈଦେଶିକ ମନ୍ତ୍ରୀ ସୟଦ ଆବାସ ଆରାଗଚି କହିଛନ୍ତି, ଭାରତ, ଚୀନ, ରୁଷ ସମେତ ଅନ୍ୟାନ୍ୟ ବନ୍ଧୁ ରାଷ୍ଟ୍ରମାନଙ୍କୁ ହର୍ମୁଜ ପ୍ରଣାଳୀରେ ବାଣିଜ୍ୟିକ ଜାହାଜ ଚଳାଚଳ ନିମନ୍ତେ ଇରାନ ଅନୁମତି ଦେଇଛି। ଇରାନ ହର୍ମୁଜ ପ୍ରଣାଳୀରେ ବାଣିଜ୍ୟିକ ଜାହାଜ ଚଳାଚଳ ବନ୍ଦ କରିଥିବା ପରିପ୍ରେକ୍ଷୀରେ ବିଶ୍ୱସ୍ତରରେ ତୈଳ ଏବଂ ଗ୍ୟାସ୍ ମୂଲ୍ୟରେ ବୃଦ୍ଧି ଘଟିଛି। ଓମାନ ଓ ପାର୍ସି ଉପସାଗରୀୟ ଅଞ୍ଚଳରେ ବିଶ୍ୱର 20% ତୈଳ ଏବଂ ଗ୍ୟାସ୍ ଆମଦାନୀ କରାଯାଇଥାଏ। ସୂଚନାଯୋଗ୍ୟ, ପୂର୍ବରୁ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ ପ୍ରଣାଳୀକୁ ମୁକ୍ତ ରଖିବା ପାଇଁ ଇରାନକୁ ସତର୍କବାଣୀ ଶୁଣାଇଥିଲେ। ଇରାନର ବୈଦେଶିକ ବ୍ୟାପାର ମନ୍ତ୍ରୀ ସେହି ସାମୁଦ୍ରିକ ପଥ ଦେଇ ଶତ୍ରୁ ରାଷ୍ଟ୍ରର ଜାହାଜ ଚଳାଚଳକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। କିଛିଦିନ ପୂର୍ବେ ଭାରତ ପଶ୍ଚିମ ଏସିଆରେ ଜାରି ରହିଥିବା ସଂଘର୍ଷକୁ ପ୍ରତିହତ କରିବାକୁ କୂଟନୈତିକ ଉଦ୍ୟମ ଆରମ୍ଭ କରିଥିଲା। ଫଳରେ ଇରାନ ତାର ବନ୍ଧୁ ରାଷ୍ଟ୍ରମାନଙ୍କୁ ହର୍ମୁଜ ପ୍ରଣାଳୀରେ ବାଣିଜ୍ୟିକ ଜାହାଜ ଚଳାଚଳ ନେଇ ଅନୁମତି ପ୍ରଦାନ କରିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶବାସୀଙ୍କୁ ପବିତ୍ର ରାମନବମୀ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି କହିଛନ୍ତି, ଭଗବାନ ଶ୍ରୀରାମଙ୍କ ପୌରାଣିକ ଜୀବନଗାଥା ଆମ ସମସ୍ତଙ୍କୁ ସତ୍ୟ, ନ୍ୟାୟ ଓ ଅର୍ଥପୂର୍ଣ୍ଣ ଜୀବନ ଜୀଇଁବା ଦିଗରେ ପ୍ରେରଣା ଦେଉଛି। ପ୍ରଭୁ ଶ୍ରୀରାମଙ୍କ ଜୀବନୀ ସମାଜ ପ୍ରତି ଆମର ଥିବା ଦାୟିତ୍ୱବୋଧକୁ ମନେ ପକାଇବା ସହ ଏହାକୁ କାର୍ଯ୍ୟରେ ରୂପାନ୍ତରିତ କରିବା ଲାଗି ବାର୍ତ୍ତା ଦେଉଛି। ଉପରାଷ୍ଟ୍ରପତି ଏହି ଅବସରରେ ପ୍ରଭୁ ଶ୍ରୀରାମଙ୍କ ନ୍ୟାୟ ସ୍ଥାପନ ପ୍ରତି ଥିବା ଏକାତ୍ମବୋଧକୁ ସ୍ମରଣ କରି ମାନବତା ପ୍ରତି ନ୍ୟାୟ ଏବଂ ସତ୍ୟର ମୂଲ୍ୟବୋଧକୁ ଗ୍ରହଣ କରିବା ଲାଗି କହିଛନ୍ତି। ଦେଶବାସୀଙ୍କୁ ପ୍ରଭୁ ଶ୍ରୀରାମଙ୍କ ଆଦର୍ଶ ସବୁ ସମୟରେ ପ୍ରେରଣା ଯୋଗାଇବା ସହ ସାମାଜିକ ସୌହାର୍ଦ୍ଦ୍ୟ ସ୍ଥାପନ ଦିଗରେ ଅଗ୍ରସର ହେବାକୁ ପରାମର୍ଶ ଦେଉଛି ବୋଲି ଉପରାଷ୍ଟ୍ରପତି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମରେ ଏକ ଭିଡ଼ିଓ ସେୟାର କରି ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ପ୍ରତ୍ୟେକଟି ପରିସ୍ଥିତିକୁ ଧୈର୍ଯ୍ୟର ସହ ମୁକାବିଲା କରିବାର ଏକନିଷ୍ଠତାକୁ ଗ୍ରହଣ କରିବା ପାଇଁ ଆହ୍ୱାନ ଦେଇଛନ୍ତି। କେବଳ ଭାରତ ନୁହେଁ, ସାରା ବିଶ୍ୱକୁ ପ୍ରଭୁ ଶ୍ରୀରାମଙ୍କ ବାଣୀ ପ୍ରେରଣା ଦେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର G7 ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ଯୋଗଦେବା ଲାଗି ଆଜିଠାରୁ ଦୁଇଦିନିଆ ଫ୍ରାନ୍ସ ଗସ୍ତରେ ଯାଉଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଡକ୍ଟର ଜୟଶଙ୍କର ଏହି ଅବସରରେ ବିଭିନ୍ନ ଦେଶର ବୈଦେଶିକ ମନ୍ତ୍ରୀମାନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଶନିବାର ଦିନ ଉତ୍ତରପ୍ରଦେଶର ଜୱାରଠାରେ ପ୍ରଥମ ପର୍ଯ୍ୟାୟ ନଏଡା ଆନ୍ତର୍ଜାତିକ ବିମାନ ବନ୍ଦରର ଲୋକାର୍ପଣ କରିବେ। 11,200 କୋଟି ଟଙ୍କା ବ୍ୟୟରେ ଏହି ବିମାନ ବନ୍ଦର ନିର୍ମାଣ କରାଯାଇଛି। ଅତ୍ୟାଧୁନିକ ଶୈଳୀରେ ନିର୍ମିତ ଏହି ଆନ୍ତର୍ଜାତିକ ବିମାନ ବନ୍ଦରରେ ପରିବେଶ ଅନୁକୂଳ ବ୍ୟବସ୍ଥା କରାଯାଇଛି। ଏହି ବିମାନ ବନ୍ଦର ପ୍ରତିଷ୍ଠା ହେବା ଫଳରେ ଆଞ୍ଚଳିକ ତଥା ଆନ୍ତର୍ଜାତିକ କ୍ଷେତ୍ରରେ ସଂଯୋଗୀକରଣ ବୃଦ୍ଧି ପାଇବ। ଦିଲ୍ଲୀ NCR ଅଞ୍ଚଳରେ ପ୍ରତିଷ୍ଠିତ ଏହି ବିମାନ ବନ୍ଦର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦର ପରେ ଦ୍ୱିତୀୟ ଆନ୍ତର୍ଜାତିକ ବିମାନ ବନ୍ଦରର ମାନ୍ୟତା ପାଇଛି। ପ୍ରଥମ ପର୍ଯ୍ୟାୟରେ ଏହି ବିମାନ ବନ୍ଦରରେ ବର୍ଷକୁ 12 ମିଲିୟନ ଯାତ୍ରୀ ଯାତାୟାତ କରିବାର କ୍ଷମତା ଉପଲବ୍ଧ କରାଯାଇଥିବା ବେଳେ ଆଗାମୀ ଦିନରେ ଏହା ବର୍ଷକୁ 70 ମିଲିୟନ ଯାତ୍ରୀ ପରିବହନ କ୍ଷମତା ରଖିବ। ବିମାନ ବନ୍ଦରରେ ରବଷ୍ଟ କାର୍ଗୋ ଜୈବ ପ୍ରକ୍ରିୟାର ବ୍ୟବସ୍ଥା ଥିବାବେଳେ ବିବିଧ ମଡେଲ କାର୍ଗୋ ହବ୍ ଭାବେ ପରିଗଣିତ ହେବ। ବର୍ଷକୁ ଏଠାରେ 2,50,000 ମେଟ୍ରିକ୍ ଟନ୍ର ସାମଗ୍ରୀ ପରିବହନ ବ୍ୟବସ୍ଥା କରାଯାଇଥିବା ବେଳେ ଆଗାମୀ ଦିନରେ ଏହାକୁ ସମ୍ପ୍ରସାରିତ କରାଯାଇ 18 ଲକ୍ଷ ମେଟ୍ରିକ୍ ଟନ୍ ପର୍ଯ୍ୟନ୍ତ ବୃଦ୍ଧି କରାଯିବ। ପଞ୍ଜାବର କପୁରଥାଲାସ୍ଥିତ ରେଳ କୋଚ୍ କାରଖାନା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ର ନିର୍ମାଣ କାର୍ଯ୍ୟ ଚଳିତ ମାସ ଶେଷ ସୁଦ୍ଧା ସମ୍ପନ୍ନ କରିବ। RCF ଉପପ୍ରବନ୍ଧକ ଅମନ କୁମାର କହିଛନ୍ତି, ଉନ୍ନତମାନର 16ଟି କୋଚ୍ର ନିର୍ମାଣ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଏହା ଖୁବ୍ ଶୀଘ୍ର ଦେଶ ସେବାରେ ନିୟୋଜିତ ହେବ। ସେ କହିଛନ୍ତି, କପୁରଥାଲାଠାରେ ପ୍ରଥମ ଥର ପାଇଁ ବନ୍ଦେ ଭାରତ କୋଚ୍ର ନିର୍ମାଣ କରାଯାଉଛି।
ପୂର୍ବରୁ ଚେନ୍ନାଇ ସମନ୍ୱିତ ରେଳ କୋଚ୍ କାରଖାନାରେ ପ୍ରଥମ ଥର ପାଇଁ ବନ୍ଦେ ଭାରତ ଟ୍ରେନ୍ର ନିର୍ମାଣ ଏବଂ ରୂପରେଖ କରାଯାଇଥିଲା। ଛତିଶଗଡ଼ ଏବଂ ଜଲନ୍ଧରର ପିଆଇବି ଅଧିକାରୀମାନଙ୍କୁ ସୂଚନା ଦେଇ ଆର୍ସିଏଫ୍ କହିଛନ୍ତି ଏହି ବନ୍ଦେ ଭାରତ ଟ୍ରେନ୍ଟି ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମାଣ କରାଯାଇଛି, ଯାହାର ଯାତ୍ରୀ ପରିବହନ କ୍ଷମତା ପୂର୍ବଠାରୁ ଅଧିକ ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। मैं कामरेड सुनील बोल रहा हूँ। मैं पुलिस के पास सरेंडर कर चुका हूँ। मैं यहाँ पर बहुत अच्छा हूँ। अभी सुक्रू दादा भी हमारे पास आ गए हैं। यहाँ पर नीतू दादा और सुक्रू दादा सभी लोग अच्छे हैं। संतोष और संध्या, आप लोग अन्य कामरेडों लोगों को लेकर नीतू दादा या सुक्रू दादा से संपर्क करके आ सकते हो या पास के किसी भी थाने में सरेंडर कर सकते हो। पुलिस तुम्हें कुछ नहीं करेगी। हम लोग 31 मार्च तक ही फुलवानी में है। उसके बाद हम सभी छत्तीसगढ़ी अपने अपने घर चले जाएंगे। आप लोग भी 31 मार्च तक सरेंडर करोगे तो सरकार स्वीकार करेगी, नहीं तो स्वीकार नहीं करेगी। आप उससे पहले आ जाइए, सब साथ में घर जाएंगे। नीतू दादा का फ़ोन नंबर 7815070513। सुक्रू दादा का फ़ोन नंबर 8926159478। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପବିତ୍ର ଚୈତ୍ର ନବରାତ୍ରି ଅଷ୍ଟମୀ ଅବସରରେ ମା ମହାଗୌରୀଙ୍କୁ ପୂଜାର୍ଚ୍ଚନା କରି ଶୁଭ ଆଶୀର୍ବାଦ ଲାଭ କରିଛନ୍ତି। ପ୍ରଧାନମନ୍ତ୍ରୀ ଦେଶର ସମସ୍ତ ଜନସାଧାରଣଙ୍କ ଜୀବନରେ ଶାନ୍ତି, ପ୍ରଗତି ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି। ଆନ୍ଧ୍ରପ୍ରଦେଶରେ ଏକ ଘରୋଇ ବସ୍ରେ ଅଗ୍ନିକାଣ୍ଡ ଘଟି 13 ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ 22 ଜଣ ଗୁରୁତର ଆହତ ହୋଇଛନ୍ତି। ମର୍କାପୁରମ୍ ଜିଲ୍ଲାର ରାୟଭରମ୍ଠାରେ ଆଜି ପ୍ରତ୍ୟୁଷରେ ଏକ ଟିପର ଟ୍ରକ୍ ସହ ଧକ୍କା ହେବା ଫଳରେ ବସ୍ରେ ନିଆଁ ଲାଗିଯାଇଥିଲା। ଦୁର୍ଘଟଣା ସମୟରେ ବସ୍ରେ 35 ଜଣ ଯାତ୍ରୀ ଥିଲେ। ଆହତ ଯାତ୍ରୀମାନଙ୍କୁ ମର୍କାପୁରମ୍ ସ୍ଥିତ ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନେକ ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ସମ୍ଭାବନା ରହିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଛୋଟ ପିଲା ଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡ ଘଟିବା ସମୟରେ 10 ଜଣ ଯାତ୍ରୀ ସୁରକ୍ଷିତ ବସ୍ ମଧ୍ୟରୁ ବାହାରି ଆସିଛନ୍ତି। ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ଆହତମାନଙ୍କୁ ଉନ୍ନତ ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଘଟଣାର ତଦନ୍ତ ଆରମ୍ଭ ହୋଇଛି। ବାଂଲାଦେଶର ରାଜବରୀ ଜିଲ୍ଲା ଅନ୍ତର୍ଗତ ପଦ୍ମା ନଦୀରେ ଦୌଲତଦିଆ ଘାଟରେ ଏକ ଯାତ୍ରୀବାହୀ ବସ୍ ନଦୀ ମଧ୍ୟକୁ ଖସି ପଡ଼ିବାରୁ 25 ଜଣଙ୍କର ମୃତ୍ୟୁ ହୋଇଛି। ବାଂଲାଦେଶ ଅଗ୍ନି ନିର୍ବାପକ ସଂସ୍ଥାର ସୂଚନା ଅନୁଯାୟୀ ପାଣିରେ ବୁଡ଼ି ଯାଇଥିବା ବସ୍ ମଧ୍ୟରୁ 23ଟି ମୃତଦେହ ଉଦ୍ଧାର କରାଯାଇଛି। ଜୀବନ୍ତ ଉଦ୍ଧାର ହୋଇଥିବା ଅନ୍ୟ 2 ଜଣଙ୍କର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଗତକାଲି ସନ୍ଧ୍ୟା ସମୟରେ ଘଟିଥିବା ଏହି ଘଟଣାରେ ଢାକା ଯାଉଥିବା ସମ୍ପୃକ୍ତ ଯାତ୍ରୀବାହୀ ବସ୍ଟି ନଦୀ ପାର ହେବା ଲାଗି ଡଙ୍ଗାରେ ଚଢ଼ିଥିଲା। ପ୍ରାୟ 40ରୁ 50 ଜଣ ଯାତ୍ରୀ ନେଇ ଯାଉଥିବା ସମ୍ପୃକ୍ତ ବସ୍ଟି 30 ଫୁଟ ଗଭୀର ଜଳରେ ବୁଡ଼ି ଯାଇଥିଲା। ଘଟଣାର ତଦନ୍ତ ଲାଗି 5 ଜଣିଆ କମିଟି ଗଠନ କରାଯାଇଥିବା ଜଣାପଡ଼ିଛି। ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତି ପରିପ୍ରେକ୍ଷୀରେ ଯୁଦ୍ଧବିରତି ନେଇ କୂଟନୈତିକ ଉଦ୍ୟମ ଜାରି ରହିଥିବା ବେଳେ ଇରାନ ଏବଂ ଆମେରିକା ଦୃଢ଼ ମନୋଭାବ ପୋଷଣ କରୁଛନ୍ତି। ତେହେରାନ ଏବଂ ୱାଶିଂଟନ ଉଭୟ ହର୍ମୁଜ ପ୍ରଣାଳୀ ଉପରେ ସେମାନଙ୍କର ନିୟନ୍ତ୍ରଣ ସାବ୍ୟସ୍ତ କରିବା ଲାଗି ଉଦ୍ୟମ ଆରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ ହର୍ମୁଜ ପ୍ରଣାଳୀରେ ଅଟକି ରହିଥିବା କେତେକ ପଣ୍ୟବାହୀ ଜାହାଜ ଚାଇନିଜ୍ ମୁଦ୍ରା ୟୁଆନ୍ ପ୍ରତି ବଦଳରେ ହର୍ମୁଜ ପ୍ରଣାଳୀ ଅତିକ୍ରମ କରୁଛନ୍ତି। ବିଶ୍ୱର ମୋଟ ତୈଳ ଓ ଗ୍ୟାସ୍ ଆବଶ୍ୟକତାର 20% ହର୍ମୁଜ ପ୍ରଣାଳୀ ଦେଇ ଅତିକ୍ରମ କରିଥାଏ। ଛତିଶଗଡ଼ରେ ଖେଲୋ ଇଣ୍ଡିଆ ଟ୍ରାଇବାଲ୍ ଗେମ୍ସର ଆଜି ଦ୍ୱିତୀୟ ଦିନରେ ରାୟପୁରରେ ସନ୍ତରଣ, ଭାରୋତ୍ତୋଳନ, ହକି ଏବଂ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଫୁଟବଲରେ ପୁରୁଷ ବର୍ଗରେ ଛତିଶଗଡ଼ ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ ଅମୀମାଂସିତ ରହିଛି। ପଦକ ତାଲିକାରେ କର୍ଣ୍ଣାଟକ 5ଟି ସ୍ୱର୍ଣ୍ଣ ଏବଂ 2ଟି ରୌପ୍ୟ ସହ ଶୀର୍ଷରେ ରହିଥିବା ବେଳେ ଓଡ଼ିଶା 1 ସ୍ୱର୍ଣ୍ଣ, 1 ରୌପ୍ୟ ଓ 3ଟି କାଂସ୍ୟ ପଦକ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଆସାମ ତୃତୀୟ, ତ୍ରିପୁରା ଚତୁର୍ଥ ଏବଂ ଛତିଶଗଡ଼ ପଞ୍ଚମ ସ୍ଥାନରେ ରହିଛି। ଏହି କ୍ରୀଡ଼ା ପ୍ରତିଯୋଗିତା ଆସନ୍ତା ମାସ 3 ତାରିଖ ପର୍ଯ୍ୟନ୍ତ ଚାଲିବ। 30ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 3000ରୁ ଅଧିକ କ୍ରୀଡ଼ାବିତ୍ ଏହି ପ୍ରତିଯୋଗିତାରେ ଭାଗ ନେଉଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ଭାରତ ସମେତ ବନ୍ଧୁ ରାଷ୍ଟ୍ରଗୁଡ଼ିକୁ ହର୍ମୁଜ ପ୍ରଣାଳୀ ଦେଇ ଅତିକ୍ରମ ନିମନ୍ତେ ଅନୁମତି ଦେଲା ଇରାନ। ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଜୀବନାଦର୍ଶ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ବୋଲି ଶ୍ରୀରାମ ନବମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ କହିଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। G7 ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ଯୋଗଦେବା ଲାଗି ଆଜିଠାରୁ 2 ଦିନିଆ ଫ୍ରାନ୍ସ ଗସ୍ତରେ ଯାଉଛନ୍ତି ଡକ୍ଟର ଏସ୍ ଜୟଶଙ୍କର। ଆନ୍ଧ୍ରପ୍ରଦେଶରେ ବସ୍ ଦୁର୍ଘଟଣାରେ 13 ଜଣଙ୍କ ମୃତ୍ୟୁ, 22 ଆହତ। ଏବଂ ଛତିଶଗଡ଼ରେ ଖେଲୋ ଇଣ୍ଡିଆ ଟ୍ରାଇବାଲ୍ ଗେମ୍ସର ଦ୍ୱିତୀୟ ଦିନରେ ଆଜି ଛତିଶଗଡ଼ ଓ ପଶ୍ଚିମବଙ୍ଗ ମଧ୍ୟରେ ଫୁଟବଲ ପ୍ରତିଯୋଗିତା ଅମୀମାଂସିତ ଭାବେ ଶେଷ। ସମ୍ବାଦ ଶେଷ ହେଲା।